बंधु माने श्रावणर पवित्र मासटी भगवान भोला शंकरଙ୍କୁ अर्पित अटे। कुहा जाइथाए जे ଯେଉଁ ବ୍ୟକ୍ତି ଏହି ଶ୍ରାବଣ ମାସରେ ସଚ୍ଚା ହୃଦୟରେ ବିଧି ବିଧାନ ପୂର୍ବକ ଭଗବାନ ଭୋଳା ଶଙ୍କରଙ୍କର ପୂଜାର୍ଚ୍ଚନା କରିଥାଏ, ଭଗବାନ ଭୋଳା ଶଙ୍କର ସେହି ବ୍ୟକ୍ତିଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି। ତେବେ ଶିବ ପୁରାଣ ଅନୁସାରେ ଏହି ଶ୍ରାବଣ ମାସର ପବିତ୍ର ମାସରେ କୌଣସି ବି ସୋମବାର ଦିନ ଯଦି କୌଣସି ବ୍ୟକ୍ତି ଶିବଲିଙ୍ଗ ଉପରୁ ଏହି ଗୁପ୍ତ ଜିନିଷଟି ନେଇ ଆସନ୍ତି, ସେମାନଙ୍କ ଜୀବନରେ କେବେ ବି ଦାରିଦ୍ର୍ୟତା ଆସିନଥାଏ ଏବଂ ତାଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ମଧ୍ୟ ଅନ୍ତ ହୋଇଥାଏ। ଆପଣମାନେ ନିଶ୍ଚୟ ଦେଖିଥିବେ, ଯେଉଁମାନେ ଶିବ ଭକ୍ତ ହୋଇଥାନ୍ତି ସେମାନେ ଏହି ଶ୍ରାବଣ ମାସରେ ପ୍ରଭୁ ଶିବ ଶଙ୍କରଙ୍କୁ ବିଭିନ୍ନ ରୀତିନୀତିରେ ପୂଜା ପାଠ କରିଥାନ୍ତି ଏବଂ ଭଗବାନ ଭୋଳା ଶଙ୍କରଙ୍କର ଭକ୍ତିରେ ଲୀନ ହୋଇଯାଇଥାନ୍ତି। ଭଗବାନ ଶିବ ଶଙ୍କରଙ୍କ ଉପରେ ଜଳ ଅର୍ପଣ କରିଥାନ୍ତି, ବିଭିନ୍ନ ଉପାୟର ପାଳନ କରିଥାନ୍ତି ଏବଂ କାଉଡ଼ି ଯାତ୍ରା ମଧ୍ୟ କରିଥାନ୍ତି, ଯାହା ଫଳରେ ସେମାନଙ୍କୁ ଭଗବାନ ଭୋଳା ଶଙ୍କରଙ୍କର ଆଶୀର୍ବାଦ ମିଳିପାରୁ। ଏବଂ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରର ଏକ ଅଲଗା ଏବଂ ବିଶେଷ ମହତ୍ତ୍ୱ ରହିଥାଏ। ମାନାଯାଏ ଯେ ଏହି ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାରରେ ଯେଉଁ ବ୍ୟକ୍ତି ଭଗବାନ ଭୋଳା ଶଙ୍କରଙ୍କ ନିମନ୍ତେ ବ୍ରତ ପାଳନ କରିଥାନ୍ତି, ତ ଭଗବାନ ଭୋଳା ଶଙ୍କରଙ୍କର କୃପା ସେହି ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ। ସ୍ୱୟଂ କାଳ ମଧ୍ୟ ସେହି ବ୍ୟକ୍ତିଙ୍କର କୌଣସି କ୍ଷତି କରିପାରିନଥାଏ। ଭଗବାନ ଭୋଳାନାଥଙ୍କର କୃପାରୁ ସେହି ବ୍ୟକ୍ତିଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସେହି ବ୍ୟକ୍ତିଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ। ମାତ୍ର ଯଦି ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଭଗବାନ ଭୋଳା ଶଙ୍କରଙ୍କ ପାଇଁ ବ୍ରତ ରଖିପାରିବେ ନାହିଁ, ତେବେ ଯଦି କୌଣସି ବି ଗୋଟିଏ ସୋମବାର ଦିନ ଆପଣ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗରୁ ଏହି ଗୋଟିଏ ଜିନିଷ ନେଇ ଆସୁଛନ୍ତି ଏବଂ ଆପଣଙ୍କର ଘରେ ରଖିଦେଉଛନ୍ତି, ଯାହା ବିଷୟରେ ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓଟିରେ କହିବାକୁ ଯାଉଛି, ତେବେ ବନ୍ଧୁମାନେ ଏହାଦ୍ୱାରା ଆପଣଙ୍କ ଗୃହରେ କେବେ ବି ଧନ ଧାନ୍ୟରେ ଅଭାବ ହୋଇନଥାଏ। ଏହା ସହିତ ଆପଣଙ୍କୁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଯିବ। ଭଗବାନ ଭୋଳାନାଥଙ୍କର ଅସୀମ କୃପା ଆପଣଙ୍କ ଉପରେ ସଦା ସର୍ବଦା ପାଇଁ ରହିବ। ଆପଣ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ ଯେଉଁ ବ୍ୟକ୍ତିକୁ ସ୍ୱୟଂ ମହାଦେବଙ୍କର ଆଶୀର୍ବାଦ ମିଳିଯାଇଥାଏ, ସେହି ବ୍ୟକ୍ତିର ସ୍ୱୟଂ କାଳ ମଧ୍ୟ କୌଣସି କ୍ଷତି କରିପାରିନଥାଏ। ତେବେ ବନ୍ଧୁମାନେ ସବୁଠାରୁ ପ୍ରଥମ ଉପାୟଟି ହେଉଛି, ଯଦି ଆପଣଙ୍କର ଯୋଗ୍ୟତା ଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଚାକିରି ମିଳିପାରୁନାହିଁ, ଆପଣ ଅନେକ ଥର ଚାକିରି ପାଇଁ ପ୍ରସ୍ତୁତି କଲା ପରେ ମଧ୍ୟ ସେଥିରେ ଆପଣ ବିଫଳ ହେଉଛନ୍ତି, ତେବେ ଏହି ଉପାୟଟି ଆପଣଙ୍କର ଚାକିରି ପ୍ରାପ୍ତି ପାଇଁ ରାମବାଣ ପରି କାର୍ଯ୍ୟ କରିବ। ତେବେ ଏଥିପାଇଁ ଶ୍ରାବଣର କୌଣସି ବି ସୋମବାର ଦିନ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବାର ଅଛି। ତାପରେ ଆପଣ ନିଜର ସ୍ନାନ କାର୍ଯ୍ୟ ସମାପନ କରି ଗୋଟିଏ କାଚର ଶିଶି ନେଇଯିବେ। ତା ମଧ୍ୟରେ ଆପଣ ଗୋଲମରିଚ ଭରିଦେବେ। ଏହି ଗୋଲମରିଚଟି ଭଗବାନ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଭଗବାନ ଶିବ ଶଙ୍କରଙ୍କର ପୂଜାରେ ଯଦି ଗୋଲମରିଚର ବ୍ୟବହାର କରାଯାଏ, ତ ସେହି ପୂଜାଟି ଶୀଘ୍ର ହିଁ ସଫଳ ହୋଇଥାଏ। ତାପରେ ଆପଣ ଗୋଟିଏ ଲୋଟାରେ ଜଳ ଭରି ନିଅନ୍ତୁ ଏବଂ ସେଥିରେ କିଛି ଗଙ୍ଗା ଜଳ ମିଶାଇ ଦିଅନ୍ତୁ। ତାପରେ ସେହି ଏକ ଲୋଟା ଜଳ ଏବଂ ସେହି ଗୋଲମରିଚର ଶିଶିକୁ ନେଇ ଆପଣ କୌଣସି ବି ଶିବ ମନ୍ଦିରକୁ ଯାଆନ୍ତୁ। ତାପରେ ଆପଣ ଶିବଲିଙ୍ଗରେ ଉତ୍ତର ଦିଗକୁ ମୁଖ କରି ସେହି ସମସ୍ତ ଜଳକୁ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଯେତେବେଳେ ଆପଣ ସମ୍ପୂର୍ଣ୍ଣ ଜଳ ଅର୍ପଣ କରିସାରିବେ, ତାପରେ ସେହି ଶିଶିଟିକୁ ଆପଣ ଶିବଲିଙ୍ଗରେ ଛୁଆଇ ନିଜ ଘରକୁ ନେଇ ଆସନ୍ତୁ। ତାପରେ ସେହି ଗୋଲମରିଚର ଶିଶିକୁ ଆପଣ ନିଜ ପୂଜା ଘରେ ରଖିଦିଅନ୍ତୁ ଏବଂ ଯେତେବେଳେ ବି ଆପଣ କୌଣସି ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି କିମ୍ବା କୌଣସି ବି କମ୍ପିଟେଟିଭ୍ ଏକ୍ଜାମ ଦେବା ପାଇଁ ଯାଉଛନ୍ତି, ସେତେବେଳେ ସେହି ଗୋଲମରିଚ ଶିଶିରୁ ଗୋଟିଏ ଗୋଲମରିଚ ଆପଣଙ୍କର ପକେଟରେ ରଖିକି ଯାଆନ୍ତୁ ଏବଂ ତାପରେ ଆପଣ ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଦେବା ପାଇଁ ଯାଆନ୍ତୁ। ଦେଖିବେ ଚାକିରି ମିଳିବାରେ ଆପଣଙ୍କର ଯେଉଁ ବାଧାବିଘ୍ନ ସୃଷ୍ଟି ହେଉଥିଲା, ସେହି ବାଧାବିଘ୍ନ ଆଉ ଆପଣଙ୍କ ପାଇଁ ଆସିବ ନାହିଁ।
ଏବଂ ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଚାକିରି ମଧ୍ୟ ପ୍ରାପ୍ତ ହୋଇଯିବ। ତେବେ ବନ୍ଧୁମାନେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯେଉଁ ବି ଉପାୟ ପାଳନ କରୁଛନ୍ତି ସେହି ଉପାୟଟିରେ ଆପଣଙ୍କର ସମ୍ପୂର୍ଣ୍ଣ ରୂପରେ ଶ୍ରଦ୍ଧା, ଭକ୍ତି ଏବଂ ବିଶ୍ୱାସ ରହିଥିବା ଆବଶ୍ୟକ। ଆପଣ ସମ୍ପୂର୍ଣ୍ଣ ଶ୍ରଦ୍ଧା, ଭକ୍ତି ଏବଂ ବିଶ୍ୱାସର ସହିତ ଯଦି ଏହି ଉପାୟଟି ପାଳନ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ଚାକିରି ପ୍ରାପ୍ତ ହେବ। ଦ୍ୱିତୀୟ ଉପାୟଟି ହେଉଛି, ଯଦି ଆପଣ ଏହି ଉପାୟଟିକୁ କରିନିଅନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ। ତେବେ ବନ୍ଧୁମାନେ, ଯଦି ଆପଣଙ୍କ ଗୃହରେ ଭଗବାନ ଶିବ, ଶଙ୍କର ଏବଂ ମା ପାର୍ବତୀଙ୍କର ମୂର୍ତ୍ତି କିମ୍ବା ଫଟୋ ନାହିଁ, କିମ୍ବା ଶିବଙ୍କର ସମ୍ପୂର୍ଣ୍ଣ ପରିବାରର କୌଣସି ମୂର୍ତ୍ତି କିମ୍ବା ଫଟୋ ନାହିଁ, ତେବେ ଆପଣ ଯଦି ଏହି ଶ୍ରାବଣ ମାସର ପବିତ୍ର ମାସରେ ଶିବ, ଶଙ୍କରଙ୍କର ସମ୍ପୂର୍ଣ୍ଣ ପରିବାରର ମୂର୍ତ୍ତି କିମ୍ବା ଫଟୋ ଆପଣଙ୍କର ଗୃହରେ ସ୍ଥାପନ କରନ୍ତି ତେବେ ଆପଣଙ୍କ ଉପରେ ଭଗବାନ ଶିବ, ଶଙ୍କରଙ୍କର ଅଶେଷ କୃପା ଦୃଷ୍ଟି ରହିଥାଏ। ଆପଣଙ୍କ ଗୃହରେ ଉନ୍ନତି ହେବାକୁ ଲାଗିବ ଏବଂ ଗୃହର ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଗୃହରେ ସକାରାତ୍ମକ ଉର୍ଜାର ନିର୍ମାଣ ହେବ। ଏମିତି ମାନାଯାଇଥାଏ ଯେ ଏହି ଶ୍ରାବଣର ପବିତ୍ର ମାସରେ ଯଦି ଆପଣ ଭଗବାନ ଶିବ, ଶଙ୍କରଙ୍କୁ ରୁଦ୍ରାକ୍ଷ ଅର୍ପଣ କରନ୍ତି ତେବେ ଭଗବାନ ଶିବ, ଶଙ୍କରଙ୍କର ଆଶୀର୍ବାଦ ଏବଂ କୃପା ଆପଣଙ୍କ ଉପରେ ସଦା ସର୍ବଦା ପାଇଁ ରହିଥାଏ। ତେବେ ବନ୍ଧୁମାନେ, ଏହି ଶ୍ରାବଣ ମାସର କୌଣସି ବି ଏକ ସୋମବାର ଦିନ ଆପଣ ଏକ ରୁଦ୍ରାକ୍ଷର ମାଳ ଏବଂ ଗୋଟିଏ ଲୋଟା କଞ୍ଚା କ୍ଷୀର ନେଇ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ପ୍ରଥମେ ଆପଣ ଶିବଲିଙ୍ଗରେ ଏକ ଲୋଟା କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ତେବେ ବନ୍ଧୁମାନେ, ଯେତେବେଳେ ଆପଣ ସବୁ କ୍ଷୀର ଅର୍ପଣ କରିସାରୁଛନ୍ତି ତାପରେ ଏହି ରୁଦ୍ରାକ୍ଷ ମାଳଟିକୁ ଶିବଲିଙ୍ଗରେ ଛୁଆଇ ତାପରେ ନିଜେ ସେହି ରୁଦ୍ରାକ୍ଷର ମାଳକୁ ଧାରଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଭଗବାନ ଶିବ, ଶଙ୍କରଙ୍କର ସାକ୍ଷାତ କୃପା ପ୍ରାପ୍ତ ହୋଇଥାଏ। ମାନାଯାଇଥାଏ ଯେ ଯେତେବେଳେ ଭଗବାନ ଶିବ, ଶଙ୍କରଙ୍କର ଲୁହ ଏହି ଭୂଲୋକରେ ପଡ଼ିଥିଲା ସେତେବେଳେ ସେହି ଲୁହ ରୁଦ୍ରାକ୍ଷର ରୂପ ଧାରଣ କରିଥିଲା। ତେବେ ଆପଣ ଚାହିଁଲେ ସେହି ରୁଦ୍ରାକ୍ଷର ମାଳକୁ ଧାରଣ କରିପାରିବେ ଏବଂ ଯଦି ଚାହିଁବେ ତେବେ ସେହି ମାଳକୁ ଆପଣଙ୍କର ପୂଜା ଘରେ ରଖି ପ୍ରତ୍ୟେକ ସୋମବାର ଦିନ ତାକୁ ପୂଜା ମଧ୍ୟ କରିପାରିବେ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ଏବଂ ଆପଣଙ୍କ ପରିବାରରେ ସମସ୍ତ ସଦସ୍ୟମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରୁ ଆପଣମାନେ ଆପଣଙ୍କ ଜୀବନରେ ବହୁତ ଆଗକୁ ମଧ୍ୟ ଯାଇପାରିବେ। ବନ୍ଧୁମାନେ, ଯଦି ଆପଣ ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କ ପାଖରେ ପଇସା ରହୁନାହିଁ, ଆପଣମାନେ ସର୍ବଦା ଆର୍ଥିକ ସମସ୍ୟାରେ ଘେରି ହୋଇ ରହୁଛନ୍ତି, ଆପଣଙ୍କ ଉପରେ ଋଣ କରଜର ଭାର ବଢ଼ିଯାଉଛି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଋଣ କରଜ ଶୁଝିବାକୁ ସକ୍ଷମ ହୋଇପାରୁନାହାନ୍ତି, ତେବେ ଶ୍ରାବଣର ଏହି ପବିତ୍ର ମାସରେ କୌଣସି ବି ସୋମବାର ଦିନ ଆପଣ ଏକ ଡମ୍ବରୁ କିଣି ନିଅନ୍ତୁ ଏବଂ ସେହି ଡମ୍ବରୁକୁ ନେଇ ଆପଣ ଭଗବାନ ଭୋଳା ଶଙ୍କରଙ୍କର ମନ୍ଦିରକୁ ଯାଆନ୍ତୁ। ତାପରେ ଆପଣ ସେହି ଡମ୍ବରୁଙ୍କୁ ଶିବଲିଙ୍ଗରେ ଛୁଆଇ ନିଜ ପୂଜା ଘରେ ଆଣି ରଖିଦିଅନ୍ତୁ ଏବଂ ପ୍ରତ୍ୟେକ ସୋମବାର ଦିନ ଧୂପ ଦୀପ ଦେଇ ସେହି ଡମ୍ବରୁଙ୍କୁ ପୂଜା କରନ୍ତୁ। ଏହି ଉପାୟଟି କରିବା ଦ୍ୱାରା ଆପଣମାନେ ଦେଖିବେ ଯେ ଧୀରେ ଧୀରେ ଆପଣ ଋଣ କରଜ ଶୁଝିବାକୁ ସମର୍ଥ ହେବେ। ଆପଣ ସମ୍ପୂର୍ଣ୍ଣ ରୂପରେ ଋଣ କରଜ ଭାରରୁ ମୁକ୍ତ ହୋଇଯିବେ। ଆପଣଙ୍କ ଗୃହକୁ ଧନ ଆସିବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କର ସଞ୍ଚିତ ଧନରେ ବୃଦ୍ଧି ହେବାକୁ ଲାଗିବ। ବନ୍ଧୁମାନେ, ଯଦି ଆପଣଙ୍କର ଶତ୍ରୁ ସଂଖ୍ୟା ବଢ଼ିଯାଇଛନ୍ତି, ଶତ୍ରୁ ପୀଡ଼ା ଆପଣଙ୍କୁ କଷ୍ଟ ଦେଉଛି, ତେବେ ଶତ୍ରୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ, ଶତ୍ରୁ ପୀଡ଼ାରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ମାସର ପବିତ୍ର ମାସରେ କୌଣସି ବି ଏକ ସୋମବାର ଦିନ ଆପଣମାନେ ପିତ୍ତଳର ଏକ ତ୍ରିଶୂଳ କିଣି ଆଣନ୍ତୁ। ତାପରେ ସେହି ତ୍ରିଶୂଳକୁ ନେଇ ଆପଣ ସୋମବାର ଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଭଗବାନ ଶିବ, ଶଙ୍କରଙ୍କର ଡାହାଣ ଚରଣରେ ଏହି ତ୍ରିଶୂଳକୁ ଛୁଆଇ ନିଜ ଘରକୁ ନେଇ ଆସନ୍ତୁ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କୁ ଶତ୍ରୁ ପୀଡ଼ାରୁ ମୁକ୍ତି ମିଳିବ। ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଯଦି ସେମାନେ ଆପଣଙ୍କର କୌଣସି କ୍ଷତି କରିବାକୁ ଚେଷ୍ଟା କରନ୍ତି ତେବେ ଓଲଟା ସେଇମାନଙ୍କର ହିଁ କ୍ଷତି ହେବ।
ବନ୍ଧୁମାନେ, ଯଦି ଦୁର୍ଭାଗ୍ୟ ଆପଣଙ୍କର ପିଛା ଛାଡ଼ୁନାହିଁ, ପ୍ରତ୍ୟେକ କାର୍ଯ୍ୟରେ ଆପଣ ବିଫଳ ହେଉଛନ୍ତି ଏବଂ ଆପଣମାନେ ଚାହୁଁଛନ୍ତି ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଉ, ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେଉ, ତେବେ ଶ୍ରାବଣର ଏହି ପବିତ୍ର ମାସରେ କୌଣସି ବି ସୋମବାର ଦିନ ଆପଣ ଏକ ମୟୂର ପଙ୍ଖ କିଣିକି ଆଣନ୍ତୁ ଏବଂ ସେହି ମୟୂର ପୁଚ୍ଛକୁ ଆପଣ ଶିବ ମନ୍ଦିରକୁ ନେଇ ତାପରେ ଆପଣଙ୍କର ଘରେ ପୂଜା ଘରେ ଆଣି ରଖିଦିଅନ୍ତୁ। ମାନାଯାଇଥାଏ ଯେ ଯଦି ଶ୍ରାବଣ ମାସରେ ଆପଣ ମୟୂର ପୁଚ୍ଛ ଆଣି ଆପଣଙ୍କର ଘରେ ରଖନ୍ତି, ତେବେ ଆପଣଙ୍କର ଭାଗ୍ୟୋଦୟ ହୋଇଥାଏ, ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ। ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ, ତେବେ ତାହାର ମଧ୍ୟ ନିବାରଣ ହୋଇଥାଏ। ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିବାକୁ ଲାଗିଥାନ୍ତି। ଏହା ବ୍ୟତୀତ ଶ୍ରାବଣ ମାସର ସୋମବାରରେ ଯଦି ଆପଣ ଶିବଲିଙ୍ଗରେ ଦୁବ ଅର୍ପଣ କରିଥାନ୍ତି, ତେବେ ଆପଣଙ୍କୁ ସମସ୍ତ ପ୍ରକାରର ଭୌତିକ ସୁଖର ପ୍ରାପ୍ତି ହୋଇଥାଏ। ଆପଣଙ୍କୁ ଭଗବାନ ଗଣେଶଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଆପଣଙ୍କର ଦାରିଦ୍ର୍ୟତା ସବୁଦିନ ପାଇଁ ଦୂର ହୋଇଯାଇଥାଏ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖିବେ।